ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ସୁପ୍ରିୟା ବାଲେଶ୍ୱରର ମନୋଜ ସହିତ ମେଟ୍ରୋମନି ସାଇଡ଼ରୁ ଆରମ୍ଭ ହୁଏ ପରିଚୟ। ଗୋଟିଏ ମାସର କଥାବାର୍ତ୍ତା ଭିତରେ ଉଭୟଙ୍କୁ ଦେଖା କରିବାକୁ ପୁରୀ ଆସନ୍ତି। ଆଉ ପୁରୀରେ ରହି ମଜାମସ୍ତି କରନ୍ତି। ଆଉ ସେଇଠି ମନ୍ଦିରରେ ବାହା ବି ହୁଅନ୍ତି। ଆଉ ମନୋଜ ସୁପ୍ରିୟାକୁ ସିଧା ଘରକୁ ନେଇଯାଏ। ହେଲେ ମନୋଜକୁ ଜଣା ନଥିଲା କି ସେ ଯାହାକୁ ବାହା ହେବାକୁ ଯାଉଛି ସେ ପ୍ରଥମେ ଜଣକୁ ବାହା ହେଇ ସାରିଛି ବୋଲି। ହେଲେ ସୁପ୍ରିୟା ଯଦି ଆଗରୁ ବାହା ହେଇଥିଲା ତାହେଲେ ମେଟ୍ରୋମନି ସାଇଡ଼ରେ ଆକାଉଣ୍ଟ କାହିଁକି ଖୋଲି ପୁଣି ଯୁବକମାନଙ୍କ ସହିତ କଥା ହେଉଥିଲା ଆଉ ତାଙ୍କୁ ବାହା ହେବା ପାଇଁ ନିବେଦନ କରୁଥିଲା। ଏଇ ମନୋଜ ତାକୁ ବାହା ହେଇ ଘରକୁ ନେବା ପରେ ମନୋଜ ସହିତ କ'ଣ ଘଟିଲା ଏସବୁ ରହସ୍ୟ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ମନୋଜ ରାଜ୍ୟ ବାହାରେ ଗୋଟେ ଘରୋଇ କମ୍ପାନୀରେ ଚାକିରି କରୁଥିଲା। ବୟସ ହୋଇଯାଇଥିବାରୁ ବାହାଘର ପାଇଁ ମେଟ୍ରୋମନି ସାଇଡ଼ରେ ଏକ ଆକାଉଣ୍ଟ ଖୋଲି ନିଜ ପାଇଁ ଜୀବନସାଥୀଟିଏ ଖୋଜୁଥିଲା। ଏମିତି ଖୋଜୁ ଖୋଜୁ ଦିନେ ସୁପ୍ରିୟା ସହିତ ସେଇ ମେଟ୍ରୋମନି ସାଇଡ଼ରେ ଚାଟ୍ କଲା। ଆଉ ଅଳ୍ପ କେଇଟା ଦିନ ଭିତରେ ଚାଟ୍ରୁ ଫୋନ୍ ନମ୍ବର ଦିଆନିଆ ଆଉ ତାପରେ ଆରମ୍ଭ ହେଲା ପ୍ରେମ ଗପ। ବାସ୍ ଗୋଟିଏ ମାସର ଗପସପ ଭିତରେ ଉଭୟଙ୍କୁ ପସନ୍ଦ କରିସାରିଥିଲେ। ଏଇ ଅଳ୍ପ କେତେ ଦିନ ଭିତରେ ଏମିତି ଘନିଷ୍ଠ ହୋଇଯାଇଥିଲେ ଯେ ଉଭୟଙ୍କୁ ଦେଖା କରିବାକୁ ଇଚ୍ଛା କରିଥିଲେ। ଆଉ ଶେଷରେ ପୁରୀକୁ ହିଁ ବାଛିଥିଲେ। ମନୋଜ ବି ଚାକିରିରୁ ଛୁଟି ନେଇ ସୁପ୍ରିୟାକୁ ଦେଖା କରିବାକୁ ପୁରୀରେ ପହଞ୍ଚିଥିଲା। ଆଉ ସେପଟେ ସୁପ୍ରିୟା ବି ଘରେ କାହାକୁ କିଛି ନ କହି ମନୋଜକୁ ଦେଖା କରିବାକୁ ପୁରୀରେ ପହଞ୍ଚିଲା। ପୁରୀରେ ଉଭୟଙ୍କୁ ଦେଖି ଖୁସି ହେଇଯାଇଥିଲେ। ଆଉ ଗୋଟେ ହୋଟେଲରେ ସାଙ୍ଗ ହୋଇ ରହିଥିଲେ। ପୁରୀରେ ଜଗା ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ନିଜକୁ ହଜେଇ ଦେଲେ। ଆଉ ତାପରେ ସିଧା ଯାଇ ଗୋଟେ ମଠରେ ଥିବା ମନ୍ଦିରରେ ବାହା ହେଇଗଲେ। ବାହାଘର ପରେ ମନୋଜ ସୁପ୍ରିୟାକୁ ନେଇ ସିଧା ନିଜ ଘର ବାଲେଶ୍ୱରରେ ପହଞ୍ଚିଗଲା। ପୁଅକୁ ଏମିତି ହଠାତ୍ ଦେଖି ଘର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ପୁଅର ସବୁ ଭୁଲକୁ କ୍ଷମା କରି ଗାଁରେ ଥିବା ମନ୍ଦିରରେ ଆଉ ଥରେ ରୀତିନୀତି ଅନୁସାରେ ବାହାଘର କରିବା ସହିତ ସମ୍ପର୍କୀୟଙ୍କ ପାଇଁ ଭୋଜି ଭାତର ଆୟୋଜନ ବି କଲେ। ବେଶ୍ ଧୁମଧାମରେ ସରିଲା ବାହାଘର। ବାହାଘରର ଗୋଟେ ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। ସେପଟେ ଝିଅ ଘର ପରିବାର ଲୋକେ ଏସବୁ ବିଷୟରେ କିଛି ବି ଜାଣିନଥିଲେ। ଝିଅ ବି ମାସେ ହେଲା ପରିବାର ସହିତ ଯୋଗାଯୋଗ କରିନଥିବାରୁ ଟିକିଏ ଇଚ୍ଛା ହେଲା ପରିବାର ଲୋକଙ୍କ ସହିତ କଥା ହେବାକୁ। ସୁପ୍ରିୟା ପରିବାର ଲୋକଙ୍କ ସହିତ ଫୋନ୍ରେ କଥା ହେଲା। ଆଉ ସବୁ କଥା ପରିବାର ଲୋକଙ୍କୁ କହିଲା ପରେ ସୁପ୍ରିୟା ପରିବାର ଲୋକେ ଝିଅକୁ ଦେଖା କରିବାକୁ ଆସିଲେ। ଆଉ ମନୋଜର ପରିବାର ଲୋକେ ବି ସୁପ୍ରିୟାର ପରିବାର ଲୋକଙ୍କୁ ବେଶ୍ ଚର୍ଚ୍ଚା ବି କଲେ। ଶେଷରେ ସୁପ୍ରିୟାର ପରିବାର ଲୋକେ କହିଲେ, ଦେଖନ୍ତୁ ଆଜ୍ଞା, ଆପଣଙ୍କର ସେ ବୋହୂ ହେଇସାରିଲାଣି। ଆମର ଏଥିରେ ଆଉ କିଛି କହିବାର ନାହିଁ। ପିଲାମାନଙ୍କ ଖୁସିରେ ଆମ ଖୁସି। ତେଣୁ ଆମେ ଭଲରେ ଆଉ ଥରେ ବାହାଘର କରିବାକୁ ଚାହୁଁଛୁ। ଯେହେତୁ ଆମ ଅଞ୍ଚଳରେ କେହି ଏ ବିଷୟରେ ଜାଣିନାହାନ୍ତି ତେଣୁ ଆମ ଇଜ୍ଜତକୁ ଟିକେ ଦେଖନ୍ତୁ। ମନୋଜର ପରିବାର ଲୋକେ ମଧ୍ୟ ସୁପ୍ରିୟା ପରିବାର ଲୋକଙ୍କ କଥାରେ ସହମତି କଲେ। ଆଉ ସୁପ୍ରିୟାକୁ ତାଙ୍କ ପରିବାର ଲୋକଙ୍କ ସହିତ ଛାଡ଼ିଦେଲେ। ସୁପ୍ରିୟା ଯିବାକୁ ଇଚ୍ଛା ନଥିଲେ ବି ଘରର ଇଜ୍ଜତ ପାଇଁ ଯିବାକୁ ବାଧ୍ୟ ହେଲା। ଆଉ ଗଲାବେଳେ ରାସ୍ତା ସାରା ଘନ ଘନ ଖାଲି ମନୋଜକୁ କଲ୍ କରି କଥା ହେଉଥିଲା। କିନ୍ତୁ ସୁପ୍ରିୟା ଘରେ ପହଞ୍ଚିଲା ପରେ ଆଉ ତା ଫୋନ୍ ଲାଗିନଥିଲା। ମନୋଜ ପୁରା ବ୍ୟସ୍ତ ହୋଇପଡ଼ିଥିଲା। ଏମିତି ଦିନ ପରେ ଦିନ ବିତି ଚାଲିଥିଲା। ନା ସୁପ୍ରିୟାର କଲ୍ ଲାଗିଥିଲା ନା ସୁପ୍ରିୟା ସେପଟୁ କଲ୍ କରିଥିଲା। ଶେଷରେ ନିରାଶ ହେଇ ମନୋଜ ଗଣମାଧ୍ୟମର ସାହାରା ନେଇଥିଲା। ହଁ ଆଜ୍ଞା, ଇଏ ହେଉଛି ସେଇ ଷ୍ଟୋରି ଯାହାକୁ ଆମେ ଆଗରୁ ଥରେ ଆପଣଙ୍କୁ ସାମ୍ନାକୁ ଆଣିଥିଲୁ। କିନ୍ତୁ ଏ କାହାଣୀ ଆପଣଙ୍କ ପାଖରେ ପହଞ୍ଚିଲା ପରେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ଏ କାହାଣୀଟି ଖୁବ୍ ଭାଇରାଲ ହୋଇଥିଲା। ଆପଣମାନେ ଏହି କାହାଣୀକୁ ଅନେକ ଭଲ ପାଇବା ଦେଇଥିଲେ। ଆଉ ସୁପ୍ରିୟା ଅଞ୍ଚଳର କିଛି ଦର୍ଶକ ମନୋଜ ସହିତ ଯୋଗାଯୋଗ ବି କରିଥିଲେ। ଆଉ ଯାହା ସତ ସାମ୍ନାକୁ ଆସିଥିଲା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡରେ ହାତ ଦେଇଦେବେ। ହଁ ଆଜ୍ଞା, ଏଇ ସୁପ୍ରିୟା କୁଆଡ଼େ ଆଗରୁ ଜଣକୁ ବାହା ହେଇଥିଲା। ଆଉ ଯେଉଁ ଯୁବକକୁ ବାହା ହେଇଥିଲା ତା ସହିତ ମାତ୍ର 3 ମାସ ଘର ସଂସାର କରିଥିଲା। ହେଲେ କ'ଣ ହେଲା କେଜାଣି ସେ ଯୁବକକୁ ଛାଡ଼ି ପୁଣି ଥରେ ମେଟ୍ରୋମନି ସାଇଡ଼ରେ ଆକାଉଣ୍ଟ ଖୋଲି ବାହା ହେବାକୁ ନୂଆ ପ୍ରେମିକ ଓ ନୂଆ ସ୍ୱାମୀ ଖୋଜିବା ଆରମ୍ଭ କରିଦେଇଥିଲା। ଆଉ ସୁପ୍ରିୟାର ସେହି ମାୟା ଜାଲରେ ବିଚରା ମନୋଜ ପଡ଼ିଯାଇଥିଲା।
ସୁପ୍ରିୟା ଗଲା ପରେ ମନୋଜ ପାଗଳ ଭଳି ହୋଇଯାଇଥିଲା। ସୁପ୍ରିୟାକୁ ପାଗଳ ଭଳି ଭଲ ପାଉଥିବା ମନୋଜ ସବୁ ମୁହୂର୍ତ୍ତରେ ସୁପ୍ରିୟାର ଫେରିବା ବାଟକୁ ଅପେକ୍ଷା କରିଥିଲା। ହେଲେ ଏହି ଘଟଣା ଜାଣିଲା ପରେ ଆପଣଙ୍କୁ ଲାଗୁଛି ସୁପ୍ରିୟା ଆଉ ମନୋଜ ପାଖକୁ ଫେରିବ ବୋଲି? ସେପଟେ ସୁପ୍ରିୟା ପ୍ରଥମେ ଯାହାକୁ ବାହା ହେଇଥିଲା ତା ସହିତ ଛାଡ଼ପତ୍ର ହେଇଛି କି ନାହିଁ ମନୋଜକୁ ଜଣା ନଥିଲା। କିନ୍ତୁ ସେପଟେ ସୁପ୍ରିୟା ମନୋଜକୁ ବାହା ହେଇ ଗୋଟେ ମାସ ଘର ସଂସାର କଲା। ଆଉ ଏବେ ସୁପ୍ରିୟା କେଉଁଠି କ'ଣ କରୁଛି ମ୍ୟାଟ୍ରିମୋନିରୁ ପୁଣି ଆଉ କାହାକୁ ଫସେଇବାକୁ ଚେଷ୍ଟା କରୁନି ତ? ଏ ବିଷୟରେ ଜାଣିବା ପାଇଁ ଆମେ ସୁପ୍ରିୟାର ପରିବାର ସହିତ ଫୋନ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ତାଙ୍କ ପରିବାର ଲୋକ ସାମ୍ବାଦିକ ଜାଣିଲା ପରେ ଫୋନ୍ କାଟିଦେଇ ଆମ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଆପଣ କ'ଣ ଭାବୁଛନ୍ତି ସୁପ୍ରିୟା ଏବେ କାହାର ହେବ? ପ୍ରଥମ ସ୍ୱାମୀର ନା ଦ୍ୱିତୀୟ ସ୍ୱାମୀ ମନୋଜର, ନା ଏମାନଙ୍କୁ ଛାଡ଼ି ଆଉ କାହାକୁ ନିଜର କରିବାକୁ ଚେଷ୍ଟା କରୁଥିବ? ସୁପ୍ରିୟା ଏସବୁ ସେ ନିଜେ କରୁଛି ନା ପରିବାର ଲୋକଙ୍କର ଏଥିରେ ହାତ ଅଛି? ସୁପ୍ରିୟା ଏମିତି କରିବାର ଉଦ୍ଦେଶ୍ୟ କ'ଣ ଆମେ ତ ବୁଝିପାରୁନୁ ଆଜ୍ଞା। ଆପଣ ଯଦି ବୁଝିପାରୁଛନ୍ତି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।